And our growth is not in her. Hello friend, welcome to Trade Orbit. Friend, ମୁଁ ଆଶା କରୁଛି ଆପଣଙ୍କର ଟ୍ରେଡିଂ ଏବେ ବହୁତ ବଢ଼ିଆ ଚାଲୁଥିବ ଏବଂ ଆମେ ଯେଉଁ ଷ୍ଟ୍ରାଟେଜି ସେୟାର କରିଛନ୍ତି ଆପଣଙ୍କ ସହିତ ତ ଆପଣମାନେ ତାକୁ ଦେଖୁଥିବେ ଏବଂ ନିଜେ ମଧ୍ୟ ପ୍ରାକ୍ଟିସ୍ କରୁଥିବେ। ଫ୍ରେଣ୍ଡ, ଯେଉଁ ସିରିଜ୍ ମୁଁ ଏବେ କଣ୍ଟିନ୍ୟୁସଲି ଚଲେଇଛି ଯାହାର ନାଁ ହେଉଛି ଡାଇଭରଜେନ୍ସ ସିରିଜ୍, ମୁଁ ପ୍ରଥମେ ଆପଣଙ୍କୁ ଦେଖେଇଥିଲି ଡାଇଭରଜେନ୍ସ ମାନେ ଇନ୍ ଭୋଲାଟିଲିଟି ୱିଥ୍ ମୋମେଣ୍ଟମ୍। ଭୋଲାଟିଲିଟି ଆଣ୍ଡ ମୋମେଣ୍ଟମ୍ ର ମାନେ କ'ଣ କହିଥିଲି ଯେ ବୋଲିଞ୍ଜର ବ୍ୟାଣ୍ଡରେ ଲୋୟର ବ୍ୟାଣ୍ଡକୁ ଟଚ୍ କରିଥିବ କିନ୍ତୁ ତାମାନେ ଓଭରସୋଲ୍ଡ, କିନ୍ତୁ ଏପଟରେ RSI 30କୁ ଟଚ୍ କରିନଥିବ। ଦିସ୍ ଇଜ ଦ ଭୋଲାଟିଲିଟି ଡାଇଭରଜେନ୍ସ ୱିଥ୍ ଦ ମୋମେଣ୍ଟମ୍। ସେଭଳି ବୋଲିଞ୍ଜର ବ୍ୟାଣ୍ଡର ଅପର ବ୍ୟାଣ୍ଡକୁ ଟଚ୍ କରିଥିବ କିନ୍ତୁ ମାନେ RSI 70କୁ ଟଚ୍ କରିନଥିବ। ତ ସେ ଅନୁସାରେ ଗୋଟେ ପ୍ରକାର ଆମେ ଟ୍ରେଡ୍ ସେଟଅପ୍ ପାଇଥିଲେ। କିନ୍ତୁ ବେଳେବେଳେ ବୋଲିଞ୍ଜର ବ୍ୟାଣ୍ଡ ମଧ୍ୟ ଓଭରସୋଲ୍ଡ ଏବଂ ଏଟ୍ ଦ ସେମ୍ ଟାଇମ୍ RSI ଇଜ୍ ଅଲସୋ ଶୋଇଂ ଦ ଓଭରସୋଲ୍ଡ ନେଚର। ତ ସେ ଜାଗାରେ ଆପଣ କେଉଁ ପ୍ରକାରର ଟ୍ରେଡିଂ ସେଟଅପ୍ ଆଡପ୍ଟ କରିବେ? ସେଥିପାଇଁ ମୁଁ ଆଉ ଗୋଟେ ଆପଣଙ୍କୁ ଷ୍ଟ୍ରାଟେଜି ବତେଇଥିଲି। ସେଥିରେ ମୁଁ ଆଉ ନର୍ମାଲ RSIକୁ ନ ୟୁଜ୍ କରିକି ମୁଁ ଲକ୍ସ ଆଲଗୋର RSI କ୍ୟାଣ୍ଡେଲଷ୍ଟିକ୍ ଅକ୍ସିଲେଟର ୟୁଜ୍ କରିଥିଲି। ମୁଁ କହିଥିଲି ଯେ ଆପଣଙ୍କର ଯେମିତି ଏଇ ଜାଗାରେ ଦେଖନ୍ତୁ, ଏଇ ଜାଗାରେ RSIରେ ଆପଣଙ୍କର ଡାଇଭରଜେନ୍ସ ଆସିଛି କୋଉ ଜୋନ୍ରେ? ନା ଡାଇଭରଜେନ୍ସ ଆସିଛି ଏଇ ଜୋନ୍ଟା ହେଲା ଓଭର 70 ଉପରେ ଅଛି, ତ ମତଲବ ଇଟ୍ ଇଜ ଓଭରବଟ୍। ତ ଓଭରବଟ୍ରେ ଏବେ ଡାଇଭରଜେନ୍ସ ଏଠି ଆସିଲା। ଯଦି RSIରେ ଡାଇଭରଜେନ୍ସ, ସେଇ ସମୟରେ ପ୍ରାଇସ୍ରେ କ'ଣ ହେଉଛି? ପ୍ରାଇସ୍ରେ ମଧ୍ୟ ଡାଇଭରଜେନ୍ସ, ତାହେଲେ RSI ସହିତ ପ୍ରାଇସ୍ରେ ଏବେ ଡାଇଭରଜେନ୍ସ କ୍ଲିଅର। ଯେତେବେଳେ RSI ସହିତ ପ୍ରାଇସ୍ରେ ବର୍ତ୍ତମାନ ଏବେ ଡାଇଭରଜେନ୍ସ ହେଲା, ଆମେ ଏଇ ଜାଗାରେ ଏକ୍ସପେକ୍ଟ କରିବା ଯେ ଏଠି ରିଭର୍ସାଲ ହବ ବୋଲି। ମୁଁ ଆପଣଙ୍କୁ ଏଠି ସେୟାର କରିଥିଲି ଏ ରିଭର୍ସାଲ ପାଇଁ କ'ଣ କ'ଣ ସବୁ ଟର୍ମ ଆଣ୍ଡ କଣ୍ଡିସନର ଆବଶ୍ୟକତା ଥିଲା। ପ୍ରଥମ ଟର୍ମ ଆଣ୍ଡ କଣ୍ଡିସନର ଆବଶ୍ୟକତା ଥିଲା ଯେ ଆପଣଙ୍କର MACD। ଓକେ, ତ ଯଦି ଆପଣ ଏଠି MACD ଲାଇନକୁ ଦେଖିବେ, ମୁଁ ଏଇ ଜାଗାରେ ସେଲ୍ କରିବି କି କରିବିନି ଫାଷ୍ଟ ଦେଖନ୍ତୁ। ଯେତେବେଳେ ଡାଇଭରଜେନ୍ସ ଏଠି ଶୋ ହେଲା ଏଟ୍ ଦ୍ୟାଟ୍ ଟାଇମ୍, ଗୋଟେ ମିନିଟ୍ ୱେଟ୍ କରନ୍ତୁ, ମୁଁ ବୋଧେ ଆପଣଙ୍କୁ ଏଠି ସେଟିଂ ଯେଉଁ ଦେଖେଇଥିଲି, ଦିସ୍ ଇଜ୍ ୟୋର 5 ଆଣ୍ଡ ଦିସ୍ ଇଜ୍ ୟୋର 34 ଆଣ୍ଡ ହିୟର ଦିସ୍ ଇଜ୍ 5। ତ ବର୍ତ୍ତମାନ ଆପଣଙ୍କର ଏଇ ହିସାବରେ ଆପଣଙ୍କୁ ଦେଖନ୍ତୁ ଏ ଜାଗାରେ ମଧ୍ୟ କ୍ରସ୍ ଓଭର ଆପଣଙ୍କୁ ଦେଲା। ତାମାନେ ମୁଁ ଯେମିତି ଆପଣଙ୍କୁ ବତେଇଥିଲି ଯେ MACD ହଉ କିମ୍ବା ମୁଭିଂ ଆଭରେଜ, ଏଗୁଡ଼ାକ ସବୁ ହେଲେ ଆପଣଙ୍କର ଟ୍ରେଣ୍ଡ କନଫର୍ମେସନ୍, ମତଲବ ଟ୍ରେଡ୍ କନଫର୍ମେସନ୍ କରିବେ ଏଇ ଜାଗାରେ। ତେଣୁ ତାପରେ କ'ଣ ହେଲା? ପ୍ରାଇସ୍ରେ ଏଇ ଜାଗାରୁ ଫଲ୍ ହେଲା। ଦେଖନ୍ତୁ ପ୍ରାଇସ୍ ଏଇ ଜାଗାରୁ ଫଲ୍ ହେଲା ଅପ୍ ଟୁ ଦିସ୍, ଲଗଭଗ 600 ପଏଣ୍ଟର ଗୋଟେ ଫଲ୍ ହେଲା। କ'ଣ ପାଇଁ ଫଲ୍ ହେଲା? ନା ବିକଜ ଡାଇଭରଜେନ୍ସ ଅବଜର୍ଭ ହିଅର। ସେଇ ସମୟରେ ମୁଁ ୟାକୁ ଆହୁରି ସପୋର୍ଟ ଦେବା ପାଇଁ ମୁଁ କଥା ହେଇଥିଲି ଯେ OBBରେ ମଧ୍ୟ ଡାଉନ୍ ହେବା ଆବଶ୍ୟକ। ଦେଖନ୍ତୁ ଏଇ ଯେଉଁ ସମୟରେ ପ୍ରାଇସ୍ ମାନେ ଫଲ୍ କଲା, ସେତେବେଳେ OBB ମଧ୍ୟ ଡିକ୍ଲାଇନ୍ ଅଛି। ଇଏ ମଧ୍ୟ ଗୋଟେ କନସେପ୍ଟ। ତ ଏଇ ହିସାବରେ ଆମେ ଟ୍ରେଡ୍ ସେଟଅପ୍ ଡେଭଲପ୍ କରୁଥିଲେ ଏବଂ ଟ୍ରେଡ୍ ମଧ୍ୟ ଆମେ ନେଉଥିଲେ। ବଟ୍ ଫ୍ରେଣ୍ଡ, ମୁଁ ଏବେ ଆଜି ଆପଣଙ୍କ ସହିତ କ'ଣ ଡିସ୍କସନ୍ କରିବି ଯେ ଏଇ ଡାଇଭରଜେନ୍ସକୁ ଆଉ ଗୋଟେ ଲେଭେଲରେ ମୁଁ ଆପ୍ରୋଚ୍ କରିବି। କାହିଁକିନା ମୁଁ ଆପଣଙ୍କୁ ବୁଝେଇଥିଲି ଯେ MACD କେବଳ ଆପଣଙ୍କର ମୋମେଣ୍ଟମ୍ ଶୋ କରେନି, ଇଏ ମୋମେଣ୍ଟମ୍ ବି ଶୋ କରେ, ଷ୍ଟ୍ରେଙ୍ଗଥ ଅଫ୍ ଦ ମୋମେଣ୍ଟମ୍ ବି ଶୋ କରେ,
ଏବଂ ରିଭର୍ସାଲ ଅଫ ଦ ଟ୍ରେଣ୍ଡ ମଧ୍ୟ ଶୋ କରେ, ଡାଇଭରଜେନ୍ସ ମଧ୍ୟ ଶୋ କରେ। ଇଟ୍ ଇଜ ଏ କମ୍ପ୍ଲିଟ ଇଣ୍ଡିକେଟର। କ୍ଲିୟର? ଯେତେବେଳେ ଆମେ MACD ର ଡାଇଭରଜେନ୍ସକୁ କେବଳ ଫୋକସ୍ କରିବା, ତ ସେ ଅନୁସାରେ କ'ଣ ଆପଣଙ୍କର ଟ୍ରେଡ୍ ସେଟଅପ୍ ବନିବ ଆପଣ ଟିକେ ଅବଜର୍ଭ କରନ୍ତୁ। ଯଦି ଆମେ MACD ରେ ଡାଇଭରଜେନ୍ସକୁ ଅବଜର୍ଭ କରିବା, ଦେଖନ୍ତୁ MACD ରେ ଯେଉଁ ଡାଇଭରଜେନ୍ସ ପ୍ୟାଟର୍ନ ଆମେ ଅବଜର୍ଭ କରିବା, ତିନି ପ୍ରକାରର ଡାଇଭରଜେନ୍ସ वी आर ऑब्जर्विंग इन केस ऑफ द MACD। କ'ଣ ନା ଗୋଟେ ହେଉଛି କ୍ଲାସିକାଲ ଡାଇଭରଜେନ୍ସ। କ୍ଲାସିକାଲ ଡାଇଭରଜେନ୍ସ ମାନେ କ'ଣ? Classical divergence that will be assigned with your simple uh, mm, this line MACD line and signal line। ଦେଖନ୍ତୁ ଏ ଜାଗାରେ ହାଇ and this is higher high or higher low। ଦେଖନ୍ତୁ ଏଇ ଜାଗାରେ ତ this is your classical divergence। ଆପଣ କ'ଣ କରିବେ ନା ମୁଭି ଯୋଉ MACD ଲାଇନକୁ ଏବେ ଆପଣ ମାନେ ଜଏନ୍ କରିବେ। ସେଇ ସମୟରେ ଆପଣ ଅବଜର୍ଭ କରିବେ ଯେ ହ୍ୱାଟ ହ୍ୟାପେନ୍ ୱିଥ୍ ଦ ପ୍ରାଇସ୍। ପ୍ରାଇସ୍ ରେଟ୍ କ'ଣ କରୁଛି? ତ ଦିସ୍ ଇଜ୍ ଏ ଡାଇଭରଜେନ୍ସ। କିନ୍ତୁ ମୁଁ ଆପଣଙ୍କୁ ଏଠି ଦେଖାଉଛି, ଅବଜର୍ଭ କରନ୍ତୁ। ଆପଣ ଏଇଟାକୁ ମୁଁ ଏବେ ଅଫ୍ କରିଦେଉଛି। ଓକେ, ମୁଁ ଏଇଟାକୁ ବର୍ତ୍ତମାନ ଏବେ ଅଫ୍ କରିଦେଲି। ଯେତିକା ବେଳେ ଆପଣ ଏଇ ଜାଗାରେ ଦେଖନ୍ତୁ, ଏଇ ହାଇରୁ ଏ ହାଇକୁ ଆପଣ ଜଏନ୍ କରିବେ। ସେମ୍ ଟାଇମ୍ ପ୍ରାଇସ୍ରେ ଆପଣ ଏ ହାଇରୁ ଏ ହାଇକୁ ଜଏନ୍ କରିବେ। ତା ମାନେ ଏଠି ଆପଣଙ୍କର ଡାଇଭରଜେନ୍ସ ଅଛି କି ଡାଇଭରଜେନ୍ସ ନାହିଁ? ନାହିଁ। ଦିସ୍ ଇଜ୍ ଏ କ୍ଲାସିକାଲ ଡାଇଭରଜେନ୍ସ। ତେଣୁ ଆପଣଙ୍କର MACDରେ ଡାଇଭରଜେନ୍ସକୁ ଆମେ କ୍ଲାସିକାଲ ଡାଇଭରଜେନ୍ସ ବୋଲି କହିଲେ କେତେବେଳେ? ଯେତେବେଳେ ଆମେ MACD ଲାଇନ୍ ଅନୁସାରେ ଆମେ ପ୍ରାଇସ୍କୁ ମାନେ ଡାଇଭରଜେନ୍ସ ଅବଜର୍ଭ କରିବା। କିନ୍ତୁ ଯଦି ଆମେ କେବଳ ହିଷ୍ଟୋଗ୍ରାମକୁ ଅବଜର୍ଭ କରିବା, ଅନଲି ହିଷ୍ଟୋଗ୍ରାମ, ତାମାନେ ଅବଜର୍ଭ କରନ୍ତୁ, ମୁଁ ସପୋଜ ଏଠି ଅନଲି ହିଷ୍ଟୋଗ୍ରାମକୁ ଶୋ କରିବି। ଏବେ ସିଗ୍ନାଲ ଲାଇନ୍ ଆଣ୍ଡ MACD ଲାଇନ୍କୁ ମୁଁ ହଟେଇ ଦେବି। ଓକେ, ତାପରେ କ'ଣ ଅବଜର୍ଭ କରନ୍ତୁ। ତ ଯେତିକା ବେଳେ ପ୍ରାଇସ୍ ନାଉ ଶୋଇଂ ହାୟର ହାୟର, ବୁଝିଲେ କି ନାହିଁ? ଏ ଜାଗାରେ ପ୍ରାଇସ୍ କ'ଣ କରୁଛି ନା ଫ୍ରମ୍ ଦିସ୍, ମୁଁ ଗୋଟେ ଭର୍ଟିକାଲ ଲାଇନ୍ ଆପଣଙ୍କୁ ଡ୍ର କରୁଛି ଯେଉଁଠି ଆପଣ ପିକ୍ ବୋଲି ଭାବୁଛନ୍ତି। ଭାବନ୍ତୁ ଏଇ ଜାଗାରେ। ଓକେ, ତ ଦିସ୍ ଇଜ୍ ୟୋର ପ୍ରାଇସ୍ and this is your MACD ଲାଇନ୍ର ହିଷ୍ଟୋଗ୍ରାମ। ଦେନ୍ ଆଫ୍ଟର ଯେଉଁ ସମୟରେ ପ୍ରାଇସ୍ ଏବେ ନାଉ ଫଲିଂ, ପ୍ରାଇସ୍ ମଧ୍ୟ ଫଲ୍ ହେଲା। ଇନ୍ ଦ ସେମ୍ ଟାଇମ୍ MACD ଲାଇନ୍ ଇଜ୍ ଅଲସୋ ଫଲିଂ। ତ ଇଏ ଟୋଟାଲ କୌଣସି ଡାଇଭରଜେନ୍ସ ଶୋ କରୁନାହିଁ, ବିକଜ ପ୍ରାଇସ୍ ବି ଫଲ୍, ଇଏ ବି ଫଲ୍। ଓକେ, ତ ଏକୁ ଛାଡ଼ି ଦିଅନ୍ତୁ। ଏବେ ନେକ୍ସଟ ଆଗକୁ ଦେଖିବା। ପ୍ରାଇସ୍ ଫଲ୍ ହେଉଛି, ବୁଝିଲେ କି ନାହିଁ? ଏଇ ଜାଗାରେ ପ୍ରାଇସ୍ ଫଲ୍ ହେଉଛି, ତ MACD ଲାଇନ୍ ବି ଫଲ୍ ହେଉଛି। ପ୍ରାଇସ୍ ଉପରକୁ ଗଲା, MACD ଲାଇନ୍ ମଧ୍ୟ ଉପରକୁ ଗଲା। ତ ଇଏ ଡାଇଭରଜେନ୍ସ ନୁହଁ। କିନ୍ତୁ ଯଦି ଆମେ ଏଇଟି ଅବଜର୍ଭ କରିବା, এটা হচ্ছে নর্মাল টাইপର କନସେପ୍ଟ। ବଟ୍ ଯଦି ଆମେ ଏଇ ଜାଗାରେ ଅବଜର୍ଭ କରିବା, ପ୍ରାଇସ୍ ଇଜ୍ ନାଉ ମୁଭିଂ ଅପ୍ ଅପ୍ ଅପ୍। ପ୍ରାଇସ୍ ଏ ଜାଗାରୁ ଅପ୍ ହେଉଛି, ବେଶୀ ଅପ୍ ନୁହଁ, ପାଖାପାଖି କହିବାକୁ ଗଲେ ଗୋଟେ ରେଞ୍ଜ ବାଉଣ୍ଡ ଷ୍ଟାଟିକ୍ ଅଛି। ବଟ୍ ହ୍ୱାଟ୍ ହ୍ୟାପେନ୍ ଟୁ ଦିସ୍ histogram? It is down। ତାମାନେ this is a divergence simply observing in case of the histogram। ଏଇ ପ୍ରକାର ଡାଇଭରଜେନ୍ସକୁ ଆମେ କି ଡାଇଭରଜେନ୍ସ କହିବା? ନା କୁହାଯାଏ ସ୍ଲାଣ୍ଟିଂ ଡାଇଭରଜେନ୍ସ। ମାନେ ଡାଇଭରଜେନ୍ସଟା ସ୍ଲାଣ୍ଟ ହେଉଛି, ପୁରା ପୁରା ଇମିଡିଏଟଲି ଫଲ୍ ହେଉଛି। ହଉ, ଏବେ ଆପଣ କହିବେ ଏଇ ଡାଇଭରଜେନ୍ସ ପ୍ରାଇସରେ ତ ବେଶୀ ମୁଭମେଣ୍ଟ ହେଇନାହିଁ। ହେଇନାହିଁ ବୋଲି ଆପଣ କେମିତି କହିବେ? କିନ୍ତୁ ସବୁବେଳେ ମନେ ରଖନ୍ତୁ ଯେ ଯେତେବେଳେ ଡାଇଭରଜେନ୍ସ ହବ ନା, ତ ଡାଇଭରଜେନ୍ସରେ ମାନେ କୋଉ ପ୍ରକାର ସ୍ଲାଣ୍ଟିଂ ଡାଇଭରଜେନ୍ସ, ସବୁବେଳେ ଡାଇଭରଜେନ୍ସକୁ ମାନେ ଆପଣ 3 to 4 କ୍ୟାଣ୍ଡେଲ ଭିତରେ ଅବଜର୍ଭ କରିବେ। ଓକେ, ତାକି ମୋର ଆକୁରେଟ୍ ହେବା ପାଇଁ। ତ ଏଇ ଜାଗାରେ ମଧ୍ୟ ଆପଣଙ୍କର ଫଲ୍ ହେଲା।
इन द सेम वे ताମାନେ ଏଇ ଜାଗାରେ ସ୍ଲାଣ୍ଟିଂ କୋଉ ପର୍ଯ୍ୟନ୍ତ, ଦିସ୍ ଇଜ ଦ ସ୍ଲାଣ୍ଟିଂ। ଓକେ, ସ୍ଲାଣ୍ଟିଂ ହେଉଛି ଅପ୍ ଟୁ ଦିସ୍ ପ୍ରାଇସ୍। ଏଠି ହାୟର ଆଇ ଫର୍ମେସନ୍ ଆଣ୍ଡ ଆର ଏମଏସିଡି ମାନେ ହିଷ୍ଟୋଗ୍ରାମ ମାନେ ମାନେ ଡିକ୍ରିଜିଂ, ଦିସ୍ ସ୍ଲାଣ୍ଟିଂ ଟାଇପ ଅଫ ଡାଇଭରଜେନ୍ସ। ବଟ୍ ଯଦି ଆମେ ଏଇ ଜାଗାରେ କଥାବାର୍ତ୍ତା ହେବା ଆଉ ଯୋଉ ପ୍ରାଇସର ମୁଭମେଣ୍ଟ ଆପଣ ଏଠି ଦେଖିବେ, କ'ଣ ଦେଖୁଛନ୍ତି ଦେଖନ୍ତୁ। ମୁଁ ଏବେ ଅବଜର୍ଭ କରୁଛି ଥାର୍ଡ ଟାଇପ ଅଫ ଡାଇଭରଜେନ୍ସ ଇନ୍ ଦ ଏମଏସିଡି ଲାଇନ୍। ଥାର୍ଡ ଟାଇପ ଅଫ ଡାଇଭରଜେନ୍ସ କାହା କୁହାଯାଏ ନା, ପ୍ରଥମେ ମୁଁ କହିଲି ଆପଣଙ୍କର ମ୍ୟାକଡି ଲାଇନ୍ ଏବଂ ସିଗ୍ନାଲ ଲାଇନର ଟପ୍ एंड लोअर को अपन ऑब्जर्व करिकी गोटे प्रकार डाइवर्जेंस देखिए विथ द प्राइस। सेकंड इज द डाइवर्जेंस इन केस ऑफ द हिस्टोग्राम रे ताको जो डाइवर्जेंस ताको कहते स्लैंटिंग डाइवर्जेंस। बट थर्ड टाइप डाइवर्जेंस इज ए ट्रफ एंड क्रेस्ट टाइप ऑफ डाइवर्जेंस। कौन ता माने ना, এই যেতବେଳେ প্রাইস এইটা হচ্ছে গোটে গোটে পিক, বুঝিলা কি নাই? দিস ইজ ওয়ান পিক এবং এনাদার পিক ইজ হিयर। ତାହେଲେ ଆପଣ ଯଦି ପିକ୍ ରୁ ପିକ୍ କୁ ଆପଣ ଜଏନ୍ କରିବେ, ଯଦି ପିକ୍ ରୁ ପିକ୍ କି ଜଏନ୍ କରିବେ ତ ତାହେଲେ ତାକୁ ଆମେ କ'ଣ କହିବା ନା, ଦିସ୍ ଇଜ କଲ୍ଡ ଏଜ୍ ଆପଣଙ୍କର ଟପ୍ ଆଣ୍ଡ କ୍ରେଷ୍ଟ ଟାଇପ୍ ଅଫ୍ ଡାଇଭରଜେନ୍ସ। ଯେମିତି ଏଇ ଜାଗାରେ ଅବଜର୍ଭ କରନ୍ତୁ, ଗୋଟେ ମିନିଟ୍ ୱେଟ୍ କରନ୍ତୁ, 1 ମିନିଟ୍। ଆମେ ମୁଁ ଏଇଠି ଗୋଟେ ୱିକଲି ଚାର୍ଟ କରୁଛି ତାକି ଆପଣ ବେଟର ପିକ୍ଚର ଆପଣ ପାଇପାରିବେ। ଦେଖନ୍ତୁ ଏବେ ଜଷ୍ଟ ଅବଜର୍ଭ ହିୟର, ଦିସ୍ ଇଜ ୱାନ୍ ପିକ୍, ଦିସ୍ ଇଜ another ପିକ୍। କ୍ଲିୟର? ଏଇ ଜାଗାରୁ ଏଇ ଜାଗାକୁ ଯେତେବେଳେ ଆମେ ଟଚ୍ କଲେ ସେତେବେଳେ ପ୍ରାଇସରେ ସେଇ ଜାଗାରେ କ'ଣ ମୋମେଣ୍ଟମ୍ ଦେଖନ୍ତୁ, ହିୟର ଅପ୍ ଟୁ ହିୟର। ତାର ପ୍ରାଇସ୍ ନାଉ ମେକିଂ, ତେଣୁ ଆପଣ ଲାର୍ଜର ଟାଇମ୍ ଫ୍ରେମ୍ରେ କୁ ଅବଜର୍ଭ କଲେ ଆହୁରି ବେଟର ପାଇବେ। ଲାର୍ଜର ଟାଇମ୍ ଫ୍ରେମ୍ରେ ୱିକଲି ମୁଁ ଚାର୍ଟ ଦେଖିଲି ପ୍ରାଇସ୍ ଇଜ ମେକିଂ ହାୟର ହାଇ, ବଟ୍ ଏବେ ଆପଣଙ୍କୁ ହିଷ୍ଟୋଗ୍ରାମର ପିକ୍ ବର୍ତ୍ତମାନ ଏବେ ସୁଇଂ ଲୋୟର ଲୋ। ଦ୍ୟାଟ୍ସ ୱାଇ ଇଟ୍ ଇଜ ଏ ଡାଇଭରଜେନ୍ସ। এটা ଇଏ ଗୋଟେ ପ୍ରକାର ଡାଇଭରଜେନ୍ସ। ମୁଁ ଯୋଉଟା ସ୍ଲାଣ୍ଟିଂ କହୁଥିଲି ସେଠି ହିଷ୍ଟୋଗ୍ରାମ ଡାଉନ୍ ହବ, ବଟ୍ ଏବେ ମୁଁ କ'ଣ କରୁଛି ନା ଦିଟା ଟପକୁ ଯୋଡ଼ିବି ନହେଲେ ଦିଟା ମାନେ ବଟମକୁ ଯୋଡ଼ିବି ଇନ୍ ଦ ହିଷ୍ଟୋଗ୍ରାମ। ସେମ୍ ଥିଙ୍ଗ ଆମେ ଯଦି ଆଉ ଗୋଟେ ଦେଖିବା ଏଇ ଜାଗାରେ ଦେଖନ୍ତୁ, ଦିସ୍ ଇଜ ୱାନ୍ ଏଇ ଜାଗାରୁ ଏଇ ଜାଗାକୁ ଅବଜର୍ଭ କରନ୍ତୁ। ତେଣୁ ବର୍ତ୍ତମାନ ଏଇ ଜାଗାରୁ ଏଇ ଜାଗାକୁ ଅବଜର୍ଭ କଲେ ଆପଣଙ୍କ ଏଇଠି ମୁଁ ଭର୍ଟିକାଲ ଲାଇନ୍ ଦ୍ୱାରା ଡିମାର୍କେଟ ଯଦି କରିବି from this side up to this, what happening here during this journey, price now showing lower low, clear? But what happened to the MACD histogram, it is higher low। ତାହେଲେ ତାପରେ ତ ପ୍ରାଇସ୍ ମୁଭ୍ ଉପରକୁ ଯିବାର ଚାନ୍ସ ଥିଲା ନା, ସେଥିପାଇଁ ପ୍ରାଇସ୍ ଏଇଠି ଏଇ ଜାଗାରୁ ବର୍ତ୍ତମାନ ଉପରକୁ ଗଲା। ନାଉ ଇଟ୍ ଇଜ ମୁଭିଂ ଅଫ୍। ବୁଝିପାରୁଛନ୍ତି? ତ ମନେ ରଖନ୍ତୁ ଏଇ ପ୍ରକାର ଯୋଉ ଟ୍ରପ୍ ଆଣ୍ଡ କ୍ରେସ୍ ଟାଇପ୍ ଅଫ୍ ଡାଇଭରଜେନ୍ସ ଇଟ୍ କ୍ୟାନ୍ ଅନଲି ଅବଜର୍ଭ ଇନ୍ ଏ ଲାର୍ଜର ଟାଇମ୍ ଫ୍ରେମ୍ ଫର୍ ଦ ବେଟର ପିକ୍ଚର। ସ୍ମଲର ଟାଇମ୍ ଫ୍ରେମ୍ରେ ଏତେ ଭଲ ପିକ୍ଚର ଦେବ ହିଁ ନାହିଁ, କାହିଁକି ନା କନଜିକ୍ୟୁଟିଭ ଟ୍ରପ୍ ଆଉ କ୍ରେଷ୍ଟକୁ ଆମେ ଅବଜର୍ଭ କରିବାକୁ ପଡ଼ିବ। ଯେମିତି ଏଇଠି ଅବଜର୍ଭ କରନ୍ତୁ, ପ୍ରାଇସ୍ ଦିସ୍ ଦ ହାଏ, ଦିସ୍ ଦ ହାୟର ହାଏ, ଏଇଠି ଅବଜର୍ଭ କରନ୍ତୁ ଦିସ୍ ଦ ହାୟର ହାଏ। ସେଥିପାଇଁ ତାପରେ କ'ଣ ହେଇଛି, ପ୍ରାଇସ୍ ଫ୍ରମ୍ ଦିସ୍ ଏଇ ଜାଗାରୁ ଏବେ କଣ୍ଟିନ୍ୟୁଅସଲି ଉପରକୁ ଯାଇଛି। କ୍ଲିୟର? এই ଜାଗାରୁ ପ୍ରାଇସ୍ ଆପଣଙ୍କର କଣ୍ଟିନ୍ୟୁଅସଲି ଉପରକୁ ଯାଇଛି, ଜାଣିପାରିଲେ? କିନ୍ତୁ ଯେତିକା ବେଳେ ଏବେ ଆମେ କନସିଡର କରିବା ଫ୍ରମ୍ ଦିସ୍ ଟୁ ଦିସ୍, ଦିସ୍ ଇଜ ହାଏ, ଦିସ୍ ଇଜ ଦ ହାଏ, ଏକୁ ଟଚ୍ କଲେ ୟାର ଦିସ୍ ଇଜ ଦ ହାଏ ୱିଥ୍ ଦିସ୍ ହାଏ। ଏବେ କ'ଣ ହେଲା ପ୍ରାଇସ୍? ଦେନ୍ ଆଫ୍ଟର ଅବଜର୍ଭ କରନ୍ତୁ from this portion a fall will now occur for some week। এই ଜାଗାରୁ ଆମେ ଗୋଟେ ଫଲ୍ ଆମେ ଅବଜର୍ଭ କଲେ, ଦିସ୍ ଇଜ କଲ୍ଡ ଟ୍ରପ୍ ଆଣ୍ଡ କ୍ରେଷ୍ଟ ଟାଇପ୍ ଅଫ୍ ଡାଇଭରଜେନ୍ସ। ଓକେ, ମୁଁ ଏବେ ଏଇ ଜାଗାରେ ଏମଏସିଡିକୁ ସରି ଯୋଉ ଓବିବିକୁ ମାନେ ମୁଁ ବୟକାଟ୍ କରିଦେଇକି ଖାଲି ଏମଏସିଡିର ଡାଇଭରଜେନ୍ସ ଆପଣଙ୍କୁ ଦେଖାଉଛି, କାରଣ ବିକଜ ଆମେ ବିଭିନ୍ନ ପ୍ରକାର ଡାଇଭରଜେନ୍ସକୁ ଅବଜର୍ଭ କରିବା ଦରକାର। କ୍ଲିୟର?
ତାହେଲେ ଏବେ ଯୋଉ ସିରିଜ ଚାଲିଛି ଏବେ ଡାଇଭରଜେନ୍ସ ସିରିଜ ଚାଲିଛି ଆପଣ ବେଟରଲି ବୁଝିପାରୁଥିବେ କେମିତି ମୁଁ ଯାହା ଅବଜର୍ଭ କରୁଛି କେତେ ପରଫେକ୍ଟଲି ଆପଣ ଏ ଚାର୍ଟରେ ଦେଖିପାରିବେ। ତାହେଲେ MACD କେତେ ବଢିଆ କିନି ଏ ଡାଇଭରଜେନ୍ସକୁ ପିକ୍ କରାଉଛି ଆପଣ ଏଇଠି ଅବଜର୍ଭ କରନ୍ତୁ। ସପୋଜ ଆମେ ନୋ ଯୋଉ ଷ୍ଟକରେ ଆମେ ଅବଜର୍ଭ କରିବା ଏଠି ଦେଖନ୍ତୁ ପ୍ରାଇସ୍ ଏଇ ଜାଗାରେ କ'ଣ ବନଉଛି ଟପ୍ another top clear in the same time here price also making higher high ତ ଏଥିରୁ ଆମକୁ କିଛି ଇଣ୍ଡିକେସନ ମିଳୁଛି କି ନା ତ ଇଏ ଆମକୁ କୌଣସି ଇଣ୍ଡିକେସନ ଦଉନାହିଁ ବୁଝିପାରିଲେ କି ନାହିଁ ସେଥିପାଇଁ ୟା ଯୋଗୁଁ ଯୋଉ ପ୍ରାଇସ୍ ତାପରେ ତଳକୁ ଡାଉନ ହେଲା ଆମେ ୟାକୁ ଅବଜର୍ଭ କରିପାରିବା ନାହିଁ ବା ସେ ଅନୁସାରେ କୌଣସି ଟ୍ରେଡ୍ ଇନିସିଏଟ୍ କରିପାରିବା ନାହିଁ ବଟ୍ ହ୍ୱାଟ୍ ହ୍ୟାପନ୍ ଟୁ ଦିସ୍ ଅବଜର୍ଭ କରନ୍ତୁ ଯେତିକା ବେଳେ ପ୍ରାଇସ୍ ଇଜ ନାଉ ମୁଭିଂ ଅପ୍ ଆଣ୍ଡ ଅପ୍ ଆଣ୍ଡ ଅଫ୍ ବୁଝିଲେ କି ନାହିଁ then Tropic's divergence not observing here but the price is moving up and off but what's happened to this histogram এটা କହନ୍ତି slanting divergence it is now down down ତା ମାନେ କ'ଣ ହବ ଏଇ ଜାଗାରୁ କରେକ୍ସନ ଆସିବାର ଚାନ୍ସ ଅଛି ଓକେ ତେଣୁ ମାନେ ଡାଇଭରଜେନ୍ସ ପରେ ତଳକୁ ପ୍ରାଇସ୍ ଗଲା ନା ଗଲାନି ଗଲା ତାମାନେ ସିମ୍ପଲ ଆଉ ବେଶୀ କିଛି ଭାବିବା ଆବଶ୍ୟକ ନାହିଁ ଆପଣ ଖାଲି ବିଭିନ୍ନ ପ୍ରକାର ଡାଇଭରଜେନ୍ସ ଯାହା ଏବେ ଆପଣଙ୍କୁ ବୁଝାଉଛି ତାକୁ ବେଟରଲି ଖାଲି ଜଷ୍ଟ ମାନେ ଡାଇଭରଜେନ୍ସ କାଟିବା ଶିଖିବା ଦରକାର ଖାଲି ଆଜି ଆମେ ଯୋଉ କଥା ହଉଛନ୍ତି କେବଳ MACD ସହିତ ମୁଁ ଡାଇଭରଜେନ୍ସ ଆପଣଙ୍କୁ ଦେଖାଉଛି କାରଣ ୟା ପୂର୍ବରୁ ଆମେ ଟ୍ରେଣ୍ଡ କନଫର୍ମେସନ ପାଇଁ ମୁଁ ଦେଖୁଥିଲି ଆଜି ଆଜି ରିଭର୍ସାଲ ପାଇଁ ଯୋଉଟା RSI ର ହେଲ୍ପ ନେଇକି ଆମେ ଦେଖୁଥିଲେ ଏଠି ମଧ୍ୟ ନର୍ମାଲି ଦେଖିପାରିବା ଏଇ ଜାଗାରେ ଦେଖନ୍ତୁ ପ୍ରାଇସ୍ ଦିସ୍ ଇଜ ଦ ପ୍ରାଇସ୍ ଓକେ and this is another ତାମାନେ this is lower low সেই সময় প্রাইস କଣ କରୁଛି ଦେଖନ୍ତୁ ଲୋୟର ଲୋ ତ ये ଡାଇଭରଜେନ୍ସ କି ନା ଆସିବ କେତେବେଳେ ଏଇଠି ଦେଖନ୍ତୁ ପ୍ରାଇସ୍ ଇଜ ନାଉ ଫଲିଂ ଡାଉନ ବଟ୍ ହ୍ୱାଟ ହ୍ୟାପେନ୍ ଟୁ ଦ ହିଷ୍ଟୋଗ୍ରାମ ଏଇଟା କହନ୍ତି ସ୍ଲାଣ୍ଟିଂ ଡାଇଭରଜେନ୍ସ ତ ଏଇ ଜାଗାରୁ ଆପଣଙ୍କର ପ୍ରାଇସ୍ ଉପରକୁ ଯିବା କଥା କି ଯିବା କଥା ନୁହଁ ଯିବା କଥା କ'ଣ ହେଲା ଉପରକୁ ଗଲା କ୍ଲିୟର ଏବେ ଦେଖନ୍ତୁ ପାଖାପାଖି ଏଇ ଜାଗାରେ ଯଦି ମୁଭମେଣ୍ଟ ହେଲା ଏ କେତେ କେତେ ଟଙ୍କାର ମୁଭମେଣ୍ଟ ହେଲା ଅବଜର୍ଭ କରନ୍ତୁ ଲଗଭଗ 36% କ'ଣ ଦରକାର ଆଉ ପଇସା ଏତିକି ତ ଆପଣ ସଫିସିଏଣ୍ଟ ନା ତ ଦିସ୍ ଇଜ ଦ ସ୍ଲାଣ୍ଟିଂ ଡାଇଭରଜେନ୍ସ ଏକ୍ସାମ୍ପଲ ବଟ୍ ଏଇଠି ଆଉ ଗୋଟେ ଜିନିଷ ଅବଜର୍ଭ କରନ୍ତୁ ଦିସ୍ ଇଜ ଦ ଲୋ ଆଣ୍ଡ ଦିସ୍ ଇଜ ଦ ହାୟର ଲୋ ଆମେ ଏଇ ଜାଗାରେ ଅବଜର୍ଭ କରନ୍ତୁ ଦିସ୍ ଇଜ ଦ ଲୋ ଆଣ୍ଡ ଦିସ୍ ଇଜ ଦ ହାୟର ଲୋ କିଛି ଡାଇଭରଜେନ୍ସ ଅଛି ନାହିଁ ସେଥିପାଇଁ ପ୍ରାଇସ୍ ସେଇଠି ଖୋଜୁମୁଜା ହେଲା ତା ଯୋଗୁଁ ଆମେ କୌଣସିଠି ମାନେ ଆଇଡିଆ ଆଣିପାରିବା ନାହିଁ ବଟ୍ this is the higher low or same low then ये higher low but what happened to this is lower low ତା ମାନେ ଏବେ ଆମେ କ'ଣ ଏକ୍ସପେକ୍ଟ କରିବା ଗୋଟେ ରିଭର୍ସାଲ ଏକ୍ସପେକ୍ଟ କରିବା କେତେ ପଏଣ୍ଟ ରିଭର୍ସାଲ ହେଇଛି ଅବଜର୍ଭ କରନ୍ତୁ ପାଖାପାଖି 45% ର ରିଟର୍ନ ଆପଣଙ୍କୁ ୱିକଲି ଚାର୍ଟରେ ଇନଫୋଜ ବା ନୌକରୀରେ ଦେଲା ମାନେ ଏଇଟା ଏଇଟା କୋଉ କୋଉ ପ୍ରକାର ମୁଁ ହିଷ୍ଟୋଗ୍ରାମକୁ ଅବଜର୍ଭ କରିକି ଯଦି ମୁଁ ଡାଇଭରଜେନ୍ସ ଦେଖୁଛି ସେ ଦି ପ୍ରକାରର ୱାନ୍ ଇଜ ଟପ୍ ଆଣ୍ଡ କ୍ରେଷ୍ଟ ଡାଇଭରଜେନ୍ସ ସେକେଣ୍ଡ ୱାନ୍ ଇଜ ସ୍ଲାଣ୍ଟିଂ ଡାଇଭରଜେନ୍ସ କ୍ଲିୟର ଏଇଠି ଅବଜର୍ଭ କରନ୍ତୁ ଦିସ୍ ଦ ଲୋ ଦିସ୍ ଦ ହାୟର ଲୋ ଓକେ ବସ୍ କଲର ଦେଖନ୍ତୁନି and ଏଇ ଜାଗାରେ ଅବଜର୍ଭ କରନ୍ତୁ this is the top this is the this is the low and this is the lower low ତା ମାନେ ହିଷ୍ଟୋଗ୍ରାମରେ ବର୍ତ୍ତମାନ ଏବେ କ'ଣ ହେଇଛି ତ ଆପଣଙ୍କର ଡାଇଭରଜେନ୍ସ କିନ୍ତୁ ଏପଟରେ ପ୍ରାଇସରେ ସରି histogram is now showing up and off and the price is now falling down ତ ଡାଇଭରଜେନ୍ସ କେତେ ପରସେଣ୍ଟରେ ଆପଣଙ୍କୁ ରିଟର୍ନ ମିଳିଲା ଏବେ ଅବଜର୍ଭ କରନ୍ତୁ still now it is also moving ଓକେ ଆହୁରି ଅଛି ଓକେ ଓକେ ଦେଖନ୍ତୁ ଏଇଠି ହେଲେ ବି लगभग 98% ର ରିଟର୍ନ ଆପଣ ଏଠୁ ଜେନେରେଟ କରିପାରିବେ ଦିସ୍ ଇଜ ଦ ଫ୍ୟାକ୍ଟ ଆଉ କିଛି ଦେଖିବା ଆବଶ୍ୟକ ନାହିଁ ବଟ୍ ଏଇଠି ଦେଖନ୍ତୁ ଦିସ୍ ଇଜ ଦ ହାଏ ଦିସ୍ ଇଜ ଦ ହାୟର ହାଏ ଯଦି ଆମେ ଏଇ ସମୟରେ କଥା ହବା ଦିସ୍ ଇଜ ଦ ହାଏ and then what will happen immediately falling down. It's falling down. କିଛି ବଡ଼ କଥା ନୁହେଁ. This is the high.
ତ ଗ୍ରୀନ୍ କୁ ଗ୍ରୀନ୍ ଆମେ ଟଚ୍ କରିବା, ଦେଖନ୍ତୁ ଏଟା ହଉଛି ହାଇ ଆଉ ଯେ ହାଇ ମାନେ ଲୋୟର ହାଇ, ବଟ୍ ଏପଟେ କଣ ହେଲା high and higher high divergence, then what a big fall observed here below it, लगभग 26% रिटर्न ଆପଣଙ୍କୁ ଜେନେରେଟ୍ କଲେ କୌଣସି ଗୋଟେ ଷ୍ଟକ୍ ବି ଦେଖନ୍ତୁ, ସପୋଜ ଏବେ ଆପଣ OFFS ଦେଖିବେ, ଦେଖନ୍ତୁ ଏବେ ଯଦି ଆମେ ନର୍ମାଲ କ୍ଲାସିକାଲ ଡାଇଭରଜେନ୍ସ ଦେଖିବା, ଶୁଣନ୍ତୁ ମୁଁ ଏବେ ଏଟାକୁ ରିସର୍ଟ କରିଦଉଛି ବିକଜ ଆପଣଙ୍କୁ ଯେତେବେଳେ ମୁଁ ବୁଝଉଥିଲି ଏ, ମାନେ ଅଲଗା ଷ୍ଟ୍ରାଟେଜି, ସେଥିରେ ଏୟାର ସେଟିଂ ଚେଞ୍ଜ କରିଥିଲି, ମୁଁ ନର୍ମାଲ କଲି ବି ଏକା କଥା କଥା ଏକା, ସେଥିରେ କିଛି ଚେଞ୍ଜେସ୍ ନାହିଁ, ବଟ୍ ବଟ୍ ଏବେ ଅବଜର୍ଭ କରନ୍ତୁ ଏଇ ଜାଗାରେ लो, ଦିସ୍ ଇଜ ଦ ଦିସ୍ ଇଜ ଦ କୋଉ लो କୁହ, ତ ଏ ଜାଗାରେ ମାନେ ଲୋୟର लो, but this is the high and this is the higher high. Now divergence. Then what will happen? Immediately the price will now fall. So this is the way. How will you have to approach this? Observe କରନ୍ତୁ, ଯଦି ଆମେ HDFC କୁ observe କରିବା, HDFC ରେ କଣ ହେଲା ଦେଖନ୍ତୁ, ପ୍ରଥମ କଥା ହେଲା ଏବେ ୟା ସହିତ ଇଏ ଡାଇଭରଜେନ୍ସ, ଓକେ, ସେତିକା ବେଳେ ୟାର ବି ଡାଇଭରଜେନ୍ସ, ତ କିଛି ଡାଇଭରଜେନ୍ସ ହିଁ ନାହିଁ, କିନ୍ତୁ ଯଦି ଆପଣ ଅବଜର୍ଭ କରିବେ, ମୁଁ ଗୋଟେ ଫଲ୍ ଅବଜର୍ଭ କରୁ ତାପରେ ଜାଣିପାରିବେ, ଯଦି ଆମେ ଏଠି ଅବଜର୍ଭ କରିବା, ଯଦି ଆମେ ଏ ଜାଗାରେ ଅବଜର୍ଭ କରିବା ହାୟର ହାଇ, ବଟ୍ ହ୍ୱାଟ ହ୍ୟାପେନ୍ ଟୁ ଦିସ୍, ହଁ ଏଇଠି ଦେଖନ୍ତୁ ଏଇଟା 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 କୋଉ ଡାଇଭରଜେନ୍ସ, କ୍ଲାସିକାଲ ଡାଇଭରଜେନ୍ସ ଆମେ କଣ ଦେଖିବା, ମ୍ୟାକଡି ଲାଇନ୍ ଆଣ୍ଡ ସିଗ୍ନାଲ ଲାଇନରେ ଡାଇଭରଜେନ୍ସ, ଓକେ, ଏବେ ହିଷ୍ଟୋଗ୍ରାମ ଦେଖନ୍ତୁ ଏ ଜାଗାରେ ଦିସ୍ ଦ ହାଇ and this is a lower high, ଇଏ ମଧ୍ୟ ଡାଇଭରଜେନ୍ସ ଦେଖୁଛି, ଓକେ, ତେଣୁ ବୋଥ ଦ କେସରେ ଡାଇଭରଜେନ୍ସ ଦେଖେଇଲା, so that immediately price will now fall from this to this, लगभग ଆପଣଙ୍କୁ 41% ରିଟର୍ନ ଆପଣ HDFC ବ୍ୟାଙ୍କରେ ପାଇଲେ, ଲଟ୍ ସାଇଜ 500, ମୁଁ ଭାବୁଛି ଆପଣ କ୍ଲିୟରଲି ବୁଝିସାରିଲେଣି ଯେ କେମିତି ଆମେ ଅବଜର୍ଭ କରିବା ଡାଇଭରଜେନ୍ସ। ଡାଇଭରଜେନ୍ସ ତିନି ପ୍ରକାର କହିଲେ, MACD ଥ୍ରୁରେ ଆମେ ଅବଜର୍ଭ କରିବା, ଗୋଟେ ଡାଇଭରଜେନ୍ସର ନାଁ ହେଉଛି କ୍ଲାସିକାଲ ଡାଇଭରଜେନ୍ସ, ଗୋଟେ ହେଉଛି କ୍ରେଷ୍ଟ ଆଣ୍ଡ ଟ୍ରପ୍ ଟାଇପ ଅଫ ଡାଇଭରଜେନ୍ସ, ଆଣ୍ଡ ଥାର୍ଡ ୱାନ୍ ଇଜ ୟୁର ସ୍ଲାଣ୍ଟିଂ ଡାଇଭରଜେନ୍ସ, ଓକେ, ଯେମିତି এইটা অবজর্ভ করন্তু, price now moving up, clear, but what happened to this from this zone to this zone, okay, তো এই জায়গায় যদি আমরা অবজর্ভ করিবা, তো এটি স্ল্যান্টিং ডাউন, তো এটি রিভর্সাল তো আসিবার ହିଁ ଥିଲା, ତ କିଛି ସମୟ ପର୍ଯ୍ୟନ୍ତ କନସୋଲିଡେଟ୍ କରିକି ନାଉ ପ୍ରାଇସ୍ ଇଜ ନାଉ ଗ୍ରେଟ୍ ଫଲ୍, କେତେ ପଏଣ୍ଟର ମୋମେଣ୍ଟମ ପାଇଲେ ଆମେ, लगभग 23%, तो this is the simple way of observing the MACD line, MACD, the divergence in the MACD, clear, I hope now the type of divergence usually observed in case of the MACD ତ ତାକୁ ମୁଁ ବୁଝେଇଲି, ଠିକ ଅଛି, ତ ଆପଣ ଏକୁ ଅବଜର୍ଭ କରନ୍ତୁ, ମୁଁ ଏଇ ଡାଇଭରଜେନ୍ସ ସିରିଜରେ ବହୁତ ସାରା ଡାଇଭରଜେନ୍ସ ବିଷୟରେ କଥାବାର୍ତ୍ତା ହେବି, ତ ସବୁ ଜିନିଷ ଜାଣିଲା ପରେ ଆପଣ କନଫର୍ମ ହବା ଦରକାର, ମୁଁ ଏବେ ଟ୍ରେଡ୍ ସେଟଅପକୁ ପୁଣି ନେକ୍ସଟ ଡେରେ ଆହୁରି ଏଲାବୋରେଟ କରିକି କହିବି, ବିକଜ ମୁଁ ଏବେ ଆଜି ଚାହୁଁଥିଲି MACD ର ଡାଇଭରଜେନ୍ସ ଦେଖିବା ପାଇଁ, ଓକେ, ଥ୍ୟାଙ୍କ ୟୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇब କରନ୍ତୁ, ବା ଯଦି କୌଣସି ଡାଉଟ୍ ଥାଏ ଆପଣ କମେଣ୍ଟରେ ଲେଖନ୍ତୁ, ଆଇ will happy to share my thoughts, okay, thank you, happy trading।